ନୀଳଗିରି ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ରାଧାନାଥ ଜୟନ୍ତୀ ପାଳିତ। ସୌନ୍ଦର୍ଯ୍ୟ ବିବାସ ରାଧାନାଥ ଅନୁରକ୍ତିର ଜଣେ ନିର୍ଜନ ଓ ବିଦ୍ୱପତାର ରତ୍ନାକର। ରାଧାନାଥ ସାଧନାର ଏକ ସାଗ୍ନିକ ତପସ୍ୱୀ, ପ୍ରଜ୍ଞାର ପ୍ରତୀକ ଓ ପ୍ରତ୍ୟୟର ପ୍ରତିଭୂ। ରାଧାନାଥ ଜଣେ ଯୁଗ ପ୍ରବର୍ତ୍ତକ ସ୍ରଷ୍ଟା। ଶାଶ୍ୱତ ପ୍ରଣୟ ସ୍ନିଗ୍ଧ କାହାଣୀ କେଦାର ଗୌରୀ, ବିୟୋଗାତ୍ମକ କାବ୍ୟ ଚନ୍ଦ୍ରଭାଗା, ସାରସ୍ୱତ ସାଧନାର ବାଣୀ ପାର୍ବତୀ, ଭାରତୀୟ ନାରୀତ୍ୱର କ୍ରାନ୍ତିକାରୀ ସୃଷ୍ଟି ନନ୍ଦିକେଶ୍ୱରୀ, ଉତ୍କଳୀୟ ଚେତନାର ଓ ପ୍ରକୃତିର କମନୀୟ ଆଲେଖ୍ୟ ଚିଲିକା, ବ୍ୟଙ୍ଗଧର୍ମୀ ସାର୍ଥକ, ମୌନ ପ୍ରତିବାଦ ଦରବାର, ପ୍ରତିଭାର ଜୟଯାତ୍ରା ମହାଯାତ୍ରା ପ୍ରଭୃତି କାବ୍ୟ କବିତା ଓଡ଼ିଆ ସାରସ୍ୱତ ଜଗତରେ ଗୋଟିଏ ଗୋଟିଏ ଅମୂଲ୍ୟ ଗ୍ରନ୍ଥ ବୋଲି କବିବରଙ୍କ ଜୟନ୍ତୀରେ ନୀଳଗିରି ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ପ୍ରକାଶ ପାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଶ୍ରୀ ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ମହାସମାରୋହରେ ଗୃହ ବିଜ୍ଞାନର ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ମମତା ବରାଳ ମୁଖ୍ୟ ଅତିଥି, ଓଡ଼ିଆ ବିଭାଗର ପ୍ରମୁଖ ଅଧ୍ୟାପିକା ଡକ୍ଟର ଶିବାନୀ ଡଗର, ସମ୍ମାନିତ ବକ୍ତା ଡକ୍ଟର ହରିପଦ ଦାସ, ଅଧ୍ୟାପକ ଡକ୍ଟର ପ୍ରଦୀପ୍ତ କୁମାର ମିଶ୍ର, ସମ୍ମାନିତ ବକ୍ତା ଜୁନିୟର ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ସତ୍ୟରଞ୍ଜନ ମିଶ୍ର ପ୍ରମୁଖ ପ୍ରକାଶ କରିଥିଲେ। ପ୍ରାରମ୍ଭରେ ଓଡ଼ିଆ ବିଭାଗର ଛାତ୍ରୀ ସୁଶ୍ରୀ ହେମଲତା ବେହେରା ମଞ୍ଚ ଆହ୍ୱାନ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁଶ୍ରୀ ଜୟଶ୍ରୀ ପଣ୍ଡା ବେଦମନ୍ତ୍ର ଉଚ୍ଚାରଣ, ସୁଶ୍ରୀ ହେମଲତା ଦୀପାଞ୍ଜଳି, ଅନିତା ତପସ୍ୱିନୀ, ସାଇ ପ୍ରଭା ପ୍ରୟାସୀ ରାଧାନାଥଙ୍କ ଭାରତ ଗୀତିକା ଗାନ କରିଥିଲେ। ଶେଷରେ ଓଡ଼ିଆ ବିଭାଗର ଛାତ୍ରୀ ସୁଶ୍ରୀ ରାଉତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏଥିରେ ଅଧ୍ୟାପିକା ମଣିମାଳା ବିଶ୍ୱାଳ, ମମତା ପ୍ରିୟଦର୍ଶିନୀ ସାହୁ, ସୁଷମା ସିଂ, ମୋନାଲିସା ଭୋଳ, ମୌସୁମୀ ଭୋଳ, ପବିତ୍ରା ବେହୁରିଆ, ନିରୁପମା ନାୟକ ତଥା କାର୍ଯ୍ୟାଳୟ କର୍ମଚାରୀ ବ୍ରହ୍ମାନନ୍ଦ ଗିରି, ଆଦିକନ୍ଦ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ। ନୀଳଗିରିରୁ ଲୋକନାଥ ତଳେଙ୍କ ରିପୋର୍ଟ, BE ନ୍ୟୁଜ୍ ଓଡ଼ିଶା।